ସାଧାରଣତଃ ନିର୍ବାଚନ ପୂର୍ବରୁ ସରକାର ବହୁତ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ଜଣାପଡ଼ିଛି କି ଗତ ବର୍ଷ ମେ ମାସ 2 ତାରିଖରେ ଭୁବନେଶ୍ୱର ରାଉରକେଲା ହକର୍ସ ଆସୋସିଏସନ ଓ ଖବରକାଗଜ ବିତରଣ ମହାସଂଘ ଓଡ଼ିଶା ପକ୍ଷରୁ ଏକ ମହାସମ୍ମିଳନୀରେ ଓଡ଼ିଶାର ସମସ୍ତ ପ୍ରମୁଖ ଖବରକାଗଜ ମାଲିକ ଓ ସେମାନଙ୍କ ପ୍ରତିନିଧିମାନେ ଯୋଗଦେଇ ରାଜ୍ୟ ସରକାର 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଓଡ଼ିଶାର ଖବରକାଗଜ ବିତରକମାନଙ୍କ ପାଇଁ ସାମାଜିକ ସୁରକ୍ଷା, ବାସଗୃହ, ସ୍ୱାସ୍ଥ୍ୟ ବୀମା, ପରିଚୟପତ୍ର ଓ କଲ୍ୟାଣ ବୋର୍ଡ ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କର ପ୍ରତିଶ୍ରୁତି ରକ୍ଷା କରିନଥିବାରୁ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ଏବଂ ସରକାର ତୁରନ୍ତ କଲ୍ୟାଣ ବୋର୍ଡ ଗଠନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରିଥିଲେ। ରାଉରକେଲା ହକର୍ସ ଆସୋସିଏସନ ସଭାପତି ତଥା ଓଡ଼ିଶା ଖବରକାଗଜ ବିତରକ ମହାସଂଘର ସାଧାରଣ ସମ୍ପାଦକ ତଥା CITU ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି କହିଥିଲେ, ରାଜ୍ୟ ସରକାର ବିଭିନ୍ନ ବର୍ଗର ଶ୍ରମିକ, କର୍ମଚାରୀ ଓ ଲୋକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଘୋଷଣା କରୁଥିବା ବେଳେ ରାଜ୍ୟର ଖବରକାଗଜ ବିତରକମାନଙ୍କୁ ଅଣଦେଖା କରିବା ଗ୍ରହଣୀୟ ନୁହେଁ। ଏଣୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହିତ ନିର୍ମାଣ ଶ୍ରମିକମାନଙ୍କ ପରି ଖବରକାଗଜ ବିତରକମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରିବା ସହିତ ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି, ଉପଦେଷ୍ଟା ବସନ୍ତ ନାୟକ, ଆଇନ ଉପଦେଷ୍ଟା ରାଜକିଶୋର ପ୍ରଧାନ, ଖବରକାଗଜ ବିତରକମାନଙ୍କ ନେତା ମିହିରି ପାତ୍ର, କିଶୋର ରାଉତ, ଆର୍ତ୍ତତ୍ରାଣ ବେହେରା, ମନୋଜ ପଟ୍ଟନାୟକ, ସୁଖେନ୍ଦୁ ପାତ୍ର, ଅଶେଷ ବିଶ୍ୱାଳ, ଅଶୋକ ସାହୁ, ନିରଞ୍ଜନ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ବାଦଲ ଘୋଷ ପ୍ରମୁଖ ଯୋଗ ଦେଇଥିଲେ। ରାଉରକେଲାରୁ ଶ୍ରୀ ନବୀନ କୁମାର ପ୍ରଧାନଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।